ଯୁବବର୍ଗ ବା ୟୁଥ୍ ସିଗାରେଟ୍ ଓ ମଦ୍ୟପାନ କଲେ ହିଁ ଲାଇଫକୁ ରିଏଲ୍ ଏନ୍ଜୟ କଲା ପରି ବୋଲି ଭାବୁଛନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି ଯେ ସିଗାରେଟ୍ ଜୀବନରେ ଏକ ଅନ୍ତିମ ଶିଖରକୁ ଓ ମଦ ମଣିଷକୁ ମରଣ ଦିଗକୁ ଧୀରେ ଧୀରେ ନେଇଯାଏ ବୋଲି। ପ୍ରତିବର୍ଷ ପ୍ରାୟତଃ 30 ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ ହେଉଛନ୍ତି ମଦ୍ୟପାନ ଦ୍ୱାରା। ପୁରା ପୃଥିବୀରେ ପ୍ରାୟତଃ 5% ଲୋକଙ୍କ ଶାରୀରିକ ସମସ୍ୟାର ମୂଳ କାରଣ ହେଉଛି ମଦ୍ୟପାନ। ମଦ୍ୟପାନ ଦ୍ୱାରା କ'ଣ ହୁଏ, ଏହା କିପରି ମଣିଷକୁ ମରଣ ମୁଖକୁ ନେଇଯାଏ ଓ ଏହା ଅନ୍ତର୍ବ୍ୟବସ୍ଥା କିପରି ଖରାପ କରିଥାଏ, ମଦ୍ୟପାନ କରୁଥିବା ବ୍ୟକ୍ତି କ'ଣ ପାଇଁ ବାନ୍ତି କରେ, ମୁଣ୍ଡ ବ୍ୟଥା କ'ଣ ପାଇଁ ହୁଏ, ଠିକ୍ ସେ ଚାଲିପାରେ କ'ଣ ପାଇଁ ନାହିଁ, ଏପରି ସମସ୍ତ ଇନଫର୍ମେସନକୁ ଏ ଭିଡ଼ିଓରେ ଜାଣିବା। ଯଦି ତମ ଭିତରେ କେହି ମଦ ପିଉଥିବା ସାଙ୍ଗ ଥିଲେ ତାକୁ ଏ ଭିଡ଼ିଓଟି ସେୟାର କରନ୍ତି। ହେଲେ ପ୍ରଥମ କରି ମଦ୍ୟପାନ କଲେ ଆମର ଅନ୍ତର୍ବ୍ୟବସ୍ଥାରେ କ'ଣ ହୁଏ ଆସ ପ୍ରଥମେ ଜାଣିବା। ପ୍ରଥମେ ଆମେ ମଦ୍ୟପାନ କଲାବେଳେ ଯଦି ଆମ ପେଟ ଖାଲି ଥିବ, ଏହା ସିଧାସଳଖ ପାକସ୍ଥଳୀରୁ କ୍ଷୁଦ୍ରାନ୍ତକୁ ଚାଲିଯାଏ। କ୍ଷୁଦ୍ରାନ୍ତରେ ଥିବା ଛୋଟ ଛୋଟ ସ୍ନାୟୁ ଦ୍ୱାରା ଆକର୍ଷିତ ହୋଇ ରକ୍ତରେ ମିଶିଯାଏ। ଯଦି ମଦ୍ୟପାନ ସମୟରେ ଖାଦ୍ୟ ମଧ୍ୟ ଖାଉଥିଲେ, ତାହା ବେଶୀ ସମୟ ଧରି ପାକସ୍ଥଳୀ ମଧ୍ୟରେ ରହିଯାଇଥାଏ। ଏହା ଧୀରେ ଧୀରେ କ୍ଷୁଦ୍ରାନ୍ତକୁ ଯାଇ ରକ୍ତର ସହ ମିଶିଯାଏ। ସାଧାରଣ ଭାବେ ଆମେ ଖାଉଥିବା ଖାଦ୍ୟ ପାକସ୍ଥଳୀକୁ ଯାଏ, ପାକସ୍ଥଳୀରୁ କ୍ଷୁଦ୍ରାନ୍ତକୁ ଯାଇଥାଏ। କ୍ଷୁଦ୍ରାନ୍ତରେ ପାଚନ ପ୍ରକ୍ରିୟା ବା ମେଟାବଲିକ୍ସ ପ୍ରକ୍ରିୟା ଦ୍ୱାରା ଏହା ରକ୍ତ ସହ ମିଶି ଲିଭର ମଧ୍ୟକୁ ଯାଇଥାଏ। ସେହିପରି ଆଲକୋହଲ ବି ସିଧାସଳଖ ପାକସ୍ଥଳୀ କ୍ଷୁଦ୍ରାନ୍ତକୁ ଯାଇଥାଏ, କିନ୍ତୁ ଏହା ପାକସ୍ଥଳୀ ବା କ୍ଷୁଦ୍ରାନ୍ତ ଦ୍ୱାରା ପାଚନ ପ୍ରକ୍ରିୟା ନ ହୋଇ ସିଧାସଳଖ ରକ୍ତରେ ମିଶିଯାଏ। ରକ୍ତରେ ମିଶି ଆମ ବଡିରେ ଥିବା ସମସ୍ତ ଅଙ୍ଗକୁ ପହଞ୍ଚିଯାଏ, କିନ୍ତୁ ଏହାର ପ୍ରଭାବ ପ୍ରଥମ କରି ଆମ ଶରୀରର ମୁଖ୍ୟ ଭାଗ ବ୍ରେନ୍ ଓ ଲିଭର ଉପରେ ଦେଖାଇଥାଏ। ଆଲକୋହଲ ବ୍ରେନ୍ ପହଞ୍ଚିବା ପରେ ବ୍ରେନ୍ ମଧ୍ୟରେ ଥିବା ନ୍ୟୁରନ୍ କନେକ୍ସନ୍ସ ଉପରେ ପ୍ରଭାବ କରିଥାଏ। ନ୍ୟୁରନ୍ କନେକ୍ସନ୍ସ ଆଉ ସିଗ୍ନାଲ ଟ୍ରାନ୍ସପୋର୍ଟ ଆମ ବଡିର ହେଉଥିବା ସମସ୍ତ କାର୍ଯ୍ୟକୁ କଣ୍ଟ୍ରୋଲ କରେ, କିନ୍ତୁ ଆଲକୋହଲ ନ୍ୟୁରନ୍ ସିଗ୍ନାଲ୍ସ ବ୍ଲକ୍ କିମ୍ବା ଜାମ୍ କରିଦିଏ। ଦ୍ୱାରା ମଦ୍ୟପାନ କଲେ ବ୍ୟକ୍ତି ଠିକରେ ଚାଲିପାରେ ନାହିଁ ବା କଥା ବି କହିପାରେ ନାହିଁ, ଠିକ୍ ସାଉଣ୍ଡ ବି ଶୁଣିପାରେ ନାହିଁ, ସାଉଣ୍ଡର ଦିଗ ବା ଗତି ମଧ୍ୟ ଜାଣିପାରେ ନାହିଁ। ସେଥିପାଇଁ ମଦ୍ୟପାନ କରୁଥିବା ବ୍ୟକ୍ତି ରୋଡ ଉପରେ ଏପଟ ସେପଟ ହୋଇ ବୁଲିଥାଏ। କେବଳ ବୁଲିବା ହିଁ ନାହିଁ, ସମ୍ପୂର୍ଣ୍ଣ ବଡିର କଣ୍ଟ୍ରୋଲ ହରାଇ ବସିଥାଏ। ଏବଂ ଆଲକୋହଲରେ ଥିବା ଏଥେନଲ ବ୍ରେନରେ ଥିବା ଡୋପାମାଇନ୍ ହରମୋନକୁ ରିଲିଜ କରେ। ଡୋପାମାଇନ୍ ହରମୋନ ଏକ ପ୍ରକାର ମଣିଷକୁ ଖୁସି କରିବା ହରମୋନ, ଯାହା ରିଲିଜ ହେଲେ ମଣିଷକୁ ଆନନ୍ଦ ବା ଖୁସି ଲାଗିଥାଏ। ଏହି ଖୁସି ଲାଗିବା ଦ୍ୱାରା ଆମକୁ ବାରମ୍ବାର ମଦ୍ୟପାନ କରିବାକୁ ଇଚ୍ଛା ହୋଇଥାଏ, ଯାହା ଦ୍ୱାରା ମଣିଷ ଏହାକୁ ଏଡିକ୍ଟ ହୋଇଯାଏ। ଆସନ୍ତୁ ଏବେ ଜାଣିବା ଲିଭରରେ କ'ଣ ହୁଏ। ଲିଭରକୁ ଆଲକୋହଲ ପହଞ୍ଚିଲା ପରେ ଲିଭର ମଧ୍ୟରେ ଥିବା ADHL ନାମକ ଏକ ଏନଜାଇମ୍ ଆଲକୋହଲର ମଲିକ୍ୟୁଲ୍ସକୁ ବ୍ରେକ୍ କରି ଏଥେନଲରେ ପରିଣତ କରିଦିଏ। ଏବେ ଏ ଏଥେନଲ ଏଷ୍ଟରିଫିକେସନ ରିଆକ୍ସନ ଏସିଟିକ୍ ଏସିଡ୍ ସହ କରି ଯାହା ଏଥାନଏଲ୍ଡରେ ପରିଣତ କରିଦିଏ। ଏସେଟାଲଡିହାଇଡ୍ ଏକ ପ୍ରକାର ବିଷାକ୍ତ ପଦାର୍ଥ, ଯାହା ଆଲକୋହଲ ଠାରୁ 10ରୁ 30% ବିଷାକ୍ତ ହୋଇଥାଏ। ଏସେଟାଲଡିହାଇଡ୍ ଦ୍ୱାରା ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ମୁଣ୍ଡ ବିନ୍ଧିବା, ବାନ୍ତି ହେବା ଓ ମୁହଁ ବୁଲାଇବା ପରି ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଏସେଟାଲଡିହାଇଡ୍ ଏକ ପ୍ରକାରର ଟକ୍ସିକ୍ ପଦାର୍ଥ, ଯାହାକୁ ଆମ ଲିଭରରେ ଥିବା AHDL ନାମକ ଏକ ଏନଜାଇମ୍ ନନ୍ ଟକ୍ସିକ୍ ରୂପରେ ପରିଣତ କରିଥାଏ, କିନ୍ତୁ ଆମ ଲିଭର ପ୍ରତି ଘଣ୍ଟାକୁ କେବଳ 15 ml ହିଁ ପ୍ରୋସେସ୍ କରିପାରେ। ଯଦି ଆମେ ପ୍ରତି ଘଣ୍ଟାକୁ 15 ml ପିଇବା, ତାହେଲେ କିଛି ହେବ ନାହିଁ। ତାଠାରୁ ଅଧିକ ପିଇଲେ ହିଁ ଆମେ ପ୍ରଥମ କଥା ହେଲା ପରି ଲିଭରରୁ ରକ୍ତ ସହ ମିଶି ବ୍ରେନ୍କୁ ପହଞ୍ଚିଥାଏ। ତାପରେ ମଣିଷକୁ ମୁଣ୍ଡ ବିନ୍ଧିବା, ମୁହଁ ବୁଲିବା, ବାନ୍ତି ହେବା ପରି ପ୍ରୋବ୍ଲେମର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ଏହି ସବୁ ଟେମ୍ପରାରୀ ପ୍ରୋବ୍ଲେମଙ୍କ ପାଇଁ, କିନ୍ତୁ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ପରମାନେଣ୍ଟ ପ୍ରୋବ୍ଲେମ ରହିଛି, ଯାହା ହେଉଛି ଏସିଟାଲଡିହାଇଡ୍। ଏସିଟାଲଡିହାଇଡ୍ ହେଉଛି ଏକ ବିଷାକ୍ତ ପଦାର୍ଥ, ଯାହା ଆମ ଲିଭରକୁ ଧୀରେ ଧୀରେ ଖରାପ କରିଦିଏ ଏବଂ କାର୍ଯ୍ୟଦକ୍ଷତା ମଧ୍ୟ କମ କରିଦିଏ। ଆ ଫଳରେ ପୁରା ଶରୀରରେ ବିପି, ସୁଗର, ଓବେସିଟି, କ୍ୟାନ୍ସର ପରି ରୋଗରେ ଆକ୍ରାନ୍ତ ହୋଇ ମଣିଷଟି ଧୀରେ ଧୀରେ ମରଣମୁଖ ଅବସ୍ଥାକୁ ଚାଲିଯାଏ। ଡିୟର ଫ୍ରେଣ୍ଡସ୍, ମୁଁ ଆଶା କରୁଛି ଭିଡ଼ିଓ ଷ୍ଟାର୍ଟିଂରେ କହିଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇଗଲ ବୋଲି। ଏହି ଭିଡ଼ିଓର ପାର୍ଟ 2 ମଧ୍ୟ ରହିଛି, ଯେଉଁଥିରେ ହ୍ୟାଙ୍ଗଓଭର କ'ଣ, ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଟେଷ୍ଟରେ ପୋଲିସ କେମିତି ଧରିଦିଏ, DSC ଲେଭେଲ କ'ଣ, ଏପରି କିଛି ଇନଫର୍ମେସନ ପେଣ୍ଡିଂ ରହିଛି। ଆଉ ଗୋଟେ ଭିଡ଼ିଓ ନେଇ ଆସିବୁ ବୋଲି ଭାବୁଛୁ, କିନ୍ତୁ ଏହା ସମ୍ପୂର୍ଣ୍ଣ ଆପଣଙ୍କ ମତାମତ ଓ କମେଣ୍ଟ ଉପରେ ଆଧାରିତ। ଡିୟର ଫ୍ରେଣ୍ଡସ୍, ଆଲକୋହଲ ତ ବଡିକୁ ଧୀରେ ଧୀରେ ଖତମ କରୁଛି, କିନ୍ତୁ ଆପଣଙ୍କର ଗୋଟେ ଲାଇକ୍ ଆଉ ସେୟାର ଚ୍ୟାନେଲକୁ ଧୀରେ ଧୀରେ ଜୀବନ ଦେଇଯିବ। ତେବେ ସବସ୍କ୍ରାଇବ କରନ୍ତୁ, କମେଣ୍ଟରେ ମୋତେ କୁହନ୍ତୁ ଆଗକୁ କୋଉ ଟପିକରେ ଭିଡ଼ିଓ ନେଇ ଆସିବି।